ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ମୋଠୁ ସାନ କିମ୍ବା ବଡ଼, ମୋର ବାପା କିମ୍ବା ମା ମାନେ, କିମ୍ବା ଭାଇ କିମ୍ବା ଭଉଣୀମାନେ, କିମ୍ବା ପ୍ରଭୁଙ୍କର ପ୍ରିୟ ଦାସ ଦାସୀମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଦୟାଦାନ। ପ୍ରେଜ୍ ଦ ଲର୍ଡ, ଯୀଶୁ ଶାନ୍ତି, ମାରନାଥା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପ୍ରକାର ସେବକମାନଙ୍କ ଠାରୁ ସାବଧାନ। କେଉଁ ପ୍ରକାର ସେବକମାନଙ୍କ ଠାରୁ ସାବଧାନ? ଏହି ବିଷୟରେ 7ଟି ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିବି। କିନ୍ତୁ ଆପଣମାନେ ଜାଣିବା ଦରକାର, ପ୍ରଭୁ ଯୀଶୁ ମଧ୍ୟ ଶିଷ୍ୟମାନଙ୍କୁ କହିଲେ ସାବଧାନ, କାରଣ ଅନେକ ମୋ ନାମରେ ଆସି ଅନେକ ଲୋକଙ୍କୁ ଭ୍ରାନ୍ତ କରିବେ। ବର୍ତ୍ତମାନ ସମୟରେ ଅନେକ ଶିକ୍ଷକ, ଅନେକ ଭାବବାଦୀ, ଅନେକ ପାଳକ ଲୋକମାନଙ୍କୁ ଅନେକ ସମୟରେ ଭଣ୍ଡ ଶିକ୍ଷକମାନେ ଭ୍ରାନ୍ତ କରୁଛନ୍ତି। ଏବଂ ପ୍ରଭୁ ଯୀଶୁ କହିଲେ ମାତ୍ୟୁ ତାର 7:17 ମଧ୍ୟ, ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ। ଏହି ବିଷୟ ପ୍ରଭୁ ଯୀଶୁ କାହିଁକି କହିଲେ? ପ୍ରଭୁଙ୍କର ପ୍ରିୟ ଲୋକମାନେ, କାହିଁକି ଏହି ବିଷୟ କହିଲେ? କାରଣ ପରମେଶ୍ୱର, ସ୍ୱର୍ଗର ଦୂତ, ସେବକମାନେ, ମଣ୍ଡଳୀର ବିଶ୍ୱାସୀମାନେ, ଏମାନଙ୍କ ମଧ୍ୟରୁ କିଏ ଭ୍ରାନ୍ତ ହୋଇପାରେ? ଏମାନଙ୍କ ମଧ୍ୟରୁ ସେବକ ଭ୍ରାନ୍ତ ହୋଇପାରେ, ସ୍ୱର୍ଗର ଦୂତମାନେ ମଧ୍ୟ ଭ୍ରାନ୍ତ ହୋଇପାରନ୍ତି, ମଣ୍ଡଳୀର ବିଶ୍ୱାସୀମାନେ ମଧ୍ୟ ଭ୍ରାନ୍ତ ହୋଇପାରନ୍ତି। କେବଳ ପ୍ରଭୁ ଯୀଶୁ ହିଁ ଭ୍ରାନ୍ତ ହେବେ ନାହିଁ। ସେଥିପାଇଁ ପ୍ରଭୁ ଯୀଶୁ କହିଲେ ଭଣ୍ଡ ଭାବବାଦୀମାନଙ୍କ ଠାରୁ ସାବଧାନ। କିନ୍ତୁ ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପ୍ରକାର ସେବକମାନଙ୍କ ଠାରୁ ସାବଧାନ। ସେଇ ସେବକମାନେ କେମିତି ସେବକମାନେ? ଏହି ବିଷୟରେ ପ୍ରକାଶ କରିବା ପାଇଁ ଚାହେଁ। କିଛି ସମୟ ଆପଣମାନେ ସଠିକ୍ ଭାବରେ ଶୁଣନ୍ତୁ, ବୁଝିବା ପାଇଁ ଚେଷ୍ଟା କରନ୍ତୁ। ସର୍ବପ୍ରଥମେ, ଯେଉଁ ସେବକମାନେ ଅନ୍ୟ ଭାଷା କହୁଅଛନ୍ତି ସେମାନଙ୍କ ଠାରୁ ସାବଧାନ। ଯେଉଁ ସେବକମାନେ ଦଶମାଂଶ ନେଉଛନ୍ତି ସେହି ସେବକମାନଙ୍କ ଠାରୁ ମଧ୍ୟ ସାବଧାନ। ଯେଉଁ ସେବକମାନେ ଲୋକମାନଙ୍କୁ ତଳକୁ ଓଦରାଉଛନ୍ତି ସେହି ପ୍ରକାର ସେବକମାନଙ୍କ ଠାରୁ ମଧ୍ୟ ସାବଧାନ। ଏବଂ ଆଉ ଗୋଟେ ବିଷୟ ମଧ୍ୟ, ଓନ୍ଲି ଜିଜସ୍, କେବଳ ପ୍ରଭୁ ଯୀଶୁଙ୍କ ନାମରେ ହିଁ ସବୁ ବିଷୟ କରନ୍ତି, ସେମାନଙ୍କ ଠାରୁ ମଧ୍ୟ ଆପଣମାନେ ସାବଧାନ ରୁହନ୍ତୁ। କାରଣ ସେମାନେ ପିତା, ପୁତ୍ର, ପବିତ୍ର ଆତ୍ମାକୁ ସେମାନେ ମାନନ୍ତି ନାହିଁ। ଏବଂ ଆତ୍ମିକ ପିତା, ଏହି ପ୍ରକାର ସେବକମାନଙ୍କ ଠାରୁ ମଧ୍ୟ ସାବଧାନ। ଏବଂ ମଣ୍ଡଳୀକୁ 2 ଭାଗ କରୁଥିବା ସେବକମାନଙ୍କ ଠାରୁ ମଧ୍ୟ ସାବଧାନ। ଆସନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପ୍ରକାର ସେବକମାନଙ୍କ ଠାରୁ ଆପଣମାନେ ସାବଧାନ ରୁହନ୍ତୁ। ଗୋଟି ଗୋଟି କରି ଜାଣିବା ନିମନ୍ତେ ଯିବା। ଅନ୍ୟ ଭାଷା କହିବା ସେବକମାନଙ୍କ ଠାରୁ ସାବଧାନ। କାହିଁକି? କାରଣ ବର୍ତ୍ତମାନ ସମୟରେ ମଣ୍ଡଳୀର ଲୋକମାନେ ଏବଂ ସେବକମାନେ ମଧ୍ୟ ଭାବୁଛନ୍ତି ଅନ୍ୟ ଭାଷା ବୋଲି କହିଲେ ରାବା ରାବା, ଲାକା ରାକା, ସିନ୍ଦାବା, ରାବା ରାବା, ଏହି ବିଷୟ କହୁଛନ୍ତି ବା ଭାବୁଛନ୍ତି ଏବଂ କହୁଅଛନ୍ତି ମଧ୍ୟ। କିନ୍ତୁ ଏହି ଭାଷା ଅନ୍ୟ ଭାଷା ନୁହେଁ। ଏହି ଅନ୍ୟ ଭାଷା ପ୍ରଭୁ ଯୀଶୁଙ୍କର ଭାଷା ନୁହେଁ। ଏହି ରାବା ରାବା, ଲାକା ରାକା, ଏହା ହେଉଛି ବିଲିୟର ସିମୋର ଲେଖିଥିବା ଗୋଟିଏ ପୁସ୍ତକରେ ଆପଣମାନେ ପଢ଼ିପାରିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ଭାଷା ଜିବ୍ରିଶ ଅଟେ, ଶୈତାନର ଭାଷା ଅଟେ। ଯେଉଁମାନେ ଏହି ପ୍ରକାର ଭାଷା କହୁଅଛନ୍ତି, ରାବା ରାବା, ଲାକା ରାକା, ସିନ୍ଦାବା, ରାବା ରାବା, ଏହି ବିଷୟ କହୁଅଛନ୍ତି, ସେମାନଙ୍କ ଠାରୁ, ସେହି ପ୍ରକାର ସେବକମାନଙ୍କ ଠାରୁ, ସେହି ପ୍ରକାର ବିଶ୍ୱାସୀମାନଙ୍କ ଠାରୁ ଆପଣମାନେ ସାବଧାନ ରୁହନ୍ତୁ। କାରଣ ଏହି ଭାଷା ପ୍ରଭୁ ଯୀଶୁଙ୍କର ଭାଷା ନୁହେଁ। ଏହି ଭାଷା ଶୈତାନର ଭାଷା ଅଟେ। ଆପଣମାନେ ଜାଗ୍ରତ। ଏହି ବିଷୟରେ ଯଦି କାହାର ଯଦି ପ୍ରଶ୍ନ ଅଛି ତାହେଲେ ଆପଣମାନେ ମେସେଜ କରନ୍ତୁ। ଏବଂ ଦଶମାଂଶ,
ଦଶମାଂଶ ଗ୍ରହଣ କରୁଥିବା ମାଗୁଥିବା ସେବକମାନଙ୍କ ଠାରୁ ମଧ୍ୟ ସାବଧାନ। କାହିଁକି? କାରଣ ବର୍ତ୍ତମାନ ସମୟରେ ଅନେକ ସେବକମାନେ ମଲାକି 3:10 ମଣ୍ଡଳୀରେ ଲାଗୁ କରନ୍ତି, କିନ୍ତୁ ଏଇ ମଲାକି 3:10 ବା ଏଇ ଦଶମାଂଶ ବର୍ତ୍ତମାନ ମଣ୍ଡଳୀ ପାଇଁ ଲାଗୁ ନୁହେଁ। ଏଇ ମଲାକି 3:10 ଲେବୀୟମାନଙ୍କୁ ଅଭିଶାପ ଦିଆଯାଉଅଛି। ସେଇ ଜାଗାରେ ଆପଣମାନେ ଅଧ୍ୟୟନ କରନ୍ତୁ କାହିଁକି ଅଭିଶାପ ଦିଆଯାଉଅଛି। କାରଣ ସେମାନେ ଭଣ୍ଡାରରେ ସେମାନେ ଭୋଜନ ବସ୍ତୁ ଆଣୁନଥିଲେ। ସେଥିପାଇଁ ପରମେଶ୍ୱର ସେଇ ଲେବୀୟମାନଙ୍କୁ କହୁଅଛନ୍ତି ତୁମେମାନେ ଚୋରି କରୁଅଛ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏଇ ଦଶମାଂଶ ଯେଉଁ ସେବକମାନେ ନେଉଛନ୍ତି ସେହି ପ୍ରକାର ସେବକମାନଙ୍କ ଠାରୁ ଆପଣମାନେ ସାବଧାନ। କାରଣ ଇସ୍ରାଏଲ ଏବଂ ଲେବୀ ନେଉଥିଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଲେବୀ ଓ ଯାଜକମାନେ ଦଶମାଂଶ ଗ୍ରହଣ କରୁଥିଲେ ଏବଂ ସେମାନେ ଯାଜକରୁ ଦଶମାଂଶ ଦେଉଥିଲେ। ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପ୍ରକାର ସେବକମାନେ ଯେଉଁମାନେ ଦଶମାଂଶକୁ ନେଇ ମଣ୍ଡଳୀ ଲାଗୁ କରୁଛନ୍ତି ସେହି ପ୍ରକାର ସେବକମାନଙ୍କ ଠାରୁ ଆପଣମାନେ ସାବଧାନ। ଏହି ବିଷୟରେ ମଧ୍ୟ କାହାର ଯଦି ପ୍ରଶ୍ନ ଅଛି ତାହେଲେ ଆପଣମାନେ ମେସେଜ କରନ୍ତୁ। ଏବଂ ତଳକୁ ଅଦ୍ରାଇବା, ବର୍ତ୍ତମାନ ସମୟରେ ଆପଣମାନେ ଦେଖିଥିବେ ଅନେକ ମିଟିଂରେ ଲୋକମାନେ ତଳକୁ ଅଦ୍ରୁଛନ୍ତି। এই ତଳକୁ ଅଦ୍ରାଇବା ସେବକମାନଙ୍କ ଠାରୁ ମଧ୍ୟ ଆପଣମାନେ ସାବଧାନ। କାହିଁକି? ପ୍ରଭୁ ଯୀଶୁ ଯେତେ ଜଣକୁ ସୁସ୍ଥତା କରିଛନ୍ତି ସେମାନେ ସୁସ୍ଥତା ହେଲା ପରେ ସେମାନେ ଉପରକୁ ଉଠିଛନ୍ତି, ତଳକୁ ଅଦ୍ରି ନାହାନ୍ତି। ଏବଂ ବାଇବେଲ ଆଦି ପୁସ୍ତକଠୁ ଆରମ୍ଭ କରି ପ୍ରକାଶିତ ବାକ୍ୟ ପର୍ଯ୍ୟନ୍ତ ଲୋକମାନେ ତଳକୁ ଅଦ୍ରି ନାହାନ୍ତି, ପଛ ଆଡ଼ରେ ଅଦ୍ରି ନାହାନ୍ତି। କେତୋଟି ଜାଗାରେ ଆଗକୁ ଅଦ୍ରିଛନ୍ତି, କିନ୍ତୁ କାହିଁକି ଅଦ୍ରିଛନ୍ତି ତାହା ମଧ୍ୟ ଜାଣିବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ ଲୋକମାନଙ୍କୁ ତଳକୁ ଅଦ୍ରୁଛନ୍ତି। ସେହି ପ୍ରକାର ସେବକମାନଙ୍କ ଠାରୁ ସାବଧାନ। କାରଣ ଶୈତାନ ନିଜେ ତଳକୁ ଅଦ୍ରି ଅଛି ଏବଂ ଶୈତାନର ଟିମ୍, ତାର ଦୂତମାନେ ସେମାନେ ମଧ୍ୟ ତଳକୁ ଅଦ୍ରିଛନ୍ତି। ଶୈତାନ କେବଳ ଲୋକମାନଙ୍କୁ ତଳକୁ ହିଁ ଅଦ୍ରାଇବ, ଶୈତାନ କେବେ ଉପରକୁ ଉଠେଇବ ନାହିଁ। ଏହି ପ୍ରକାର ସେବକମାନେ ଯଦି ତଳକୁ ଅଦ୍ରାଉଛନ୍ତି, ବିଶ୍ୱାସିନୀ ମାନେ ମଧ୍ୟ ତଳକୁ ଅଦ୍ରାଉଛନ୍ତି, ତାହେଲେ ଆପଣମାନେ ସାବଧାନ। ସେହି ପ୍ରକାର ସେବକମାନଙ୍କ ଠାରୁ ଆପଣମାନେ ସାବଧାନ। ଏବଂ ଓନ୍ଲି ଜିଜସ୍, ଯେଉଁମାନେ ଓନ୍ଲି ଜିଜସ୍ କେବଳ ଯୀଶୁଙ୍କ ନାମରେ ବାପ୍ତିସ୍ମ ଦିଅନ୍ତି, ଯୀଶୁଙ୍କ ନାମରେ ସବୁ ବିଷୟ କରନ୍ତି, ସେମାନେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ସେମାନେ କରନ୍ତି ନାହିଁ। ଏହି ପ୍ରକାର ସେବକମାନଙ୍କ ଠାରୁ ମଧ୍ୟ ସାବଧାନ। କାରଣ ବାଇବଲରେ ପ୍ରଭୁଙ୍କର ପ୍ରିୟ ଦାସ ପ୍ରେରିତ ପୁସ୍ତକରେ କେତୋଟି ଜାଗାରେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିସ୍ମ ତୁମେମାନେ ନିଅ ଏ ବିଷୟ କହିଅଛନ୍ତି। ସେଥିପାଇଁ ଏହି ଓନ୍ଲି ଜିଜସ୍ ମାନେ ଏମିତି ଲେଖାଯାଇଅଛି ଦେଖ ବୋଲି କହୁଅଛନ୍ତି, କିନ୍ତୁ ନୁହେଁ। ତାର ଲଜିକ୍ କ'ଣ, ତାର କାରଣ କ'ଣ, ତାର ପଛରେ କ'ଣ କ'ଣ ଘଟଣା ଘଟିଛି, ସେଥିପାଇଁ ସେ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିସ୍ମ ନିଅ ବୋଲି କହିଛି, ଏ ବିଷୟ ଜାଣନ୍ତି ନାହିଁ। ଏହି ପ୍ରକାର ସେବକମାନଙ୍କ ଠାରୁ ମଧ୍ୟ ଆପଣମାନେ ସାବଧାନରେ ରୁହନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ ଏବଂ ଆତ୍ମିକ ପିତା, ମୋର ପାଦକୁ ଛୁଅ, ମୋତେ ନମସ୍କାର କର, ମୋତେ ମୁଣ୍ଡିଆ ମାର। ଆତ୍ମିକ ପିତା, ଆତ୍ମିକ ମାତା, ଯଦି ଆପଣମାନେ ବାଇବଲରେ ଦେଖିବେ ସ୍ୱର୍ଗର ଦୂତକୁ ଯୋହନ ପ୍ରଣାମ କଲେ, କିନ୍ତୁ ସେଇ ଦୂତ କ'ଣ ବୋଲି କହିଲେ? ମୋତେ ପ୍ରଣାମ କର ନାହିଁ। ଏବଂ ପ୍ରଭୁଙ୍କର ପ୍ରିୟ ଦାସ ଯେତେବେଳେ କର୍ଣ୍ଣିଏଲଙ୍କର ଗୃହରେ ଯାଉଛନ୍ତି ସେହି ସମୟରେ ମଧ୍ୟ ଯେତେବେଳେ ତାର ପାଦକୁ ଛୁଇଁଲେ, ସେହି ସମୟରେ ମଧ୍ୟ ମୁଁ ଜଣେ ମନୁଷ୍ୟ ବୋଲି କହିଅଛନ୍ତି ପ୍ରଭୁଙ୍କର ପ୍ରିୟ ଦାସ, ପରମେଶ୍ୱରଙ୍କୁ ପ୍ରଣାମ କର ବୋଲି କହିଛନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ମୋତେ ଛୁଅ, ମୋତେ ଆତ୍ମିକ ପିତା ବୋଲି କୁହ। ଏହି ପ୍ରକାର ସେବକମାନଙ୍କ ଠାରୁ ମଧ୍ୟ ଆପଣମାନେ ସାବଧାନ। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ, ମଣ୍ଡଳୀକୁ ଦୁଇ ଭାଗ କରିବା ସେବକମାନଙ୍କ ଠାରୁ ମଧ୍ୟ ସାବଧାନ। କାରଣ ବର୍ତ୍ତମାନ ସମୟରେ ଅନେକ ଜାଗାରେ, ଅନେକ ସମୟରେ ଆପଣମାନେ ଦେଖିଥିବେ ଯେଉଁ ଜାଗାରେ ମଣ୍ଡଳୀ ଅଛି ସେହି ଜାଗାରେ ଆଉ ଗୋଟିଏ ଦାସ ଆସି ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି। ଏହି ପ୍ରକାର ସେବକମାନଙ୍କ ଠାରୁ ମଧ୍ୟ ସାବଧାନ, କି କାରଣ ସେମାନେ ଭଣ୍ଡ ଶିକ୍ଷକ, ଭଣ୍ଡ ପାଳକ। ଯଦି ସେମାନେ ସତ୍ୟରେ ଯଦି ପ୍ରଭୁ ଯୀଶୁଙ୍କର ସେବା କରିଥାନ୍ତେ, ମାନିଥାନ୍ତେ,
ତାହେଲେ ମଣ୍ଡଳୀକୁ ଦୁଇ ଭାଗ କରିନଥାନ୍ତେ, କାରଣ ବର୍ତ୍ତମାନ ସମୟରେ ମଣ୍ଡଳୀକୁ ଦୁଇ ଭାଗ କରୁଛନ୍ତି। ଏବଂ ରୋମିଓ ତାର 15 ତାର 20 ପ୍ରଭୁଙ୍କର ପ୍ରିୟ ଦାସ ସେଇ ଜାଗାରେ କହୁଛନ୍ତି। ଆସନ୍ତୁ ଦେଖିବା ନିମନ୍ତେ ଯିବା ରୋମିଓ 15:20। ହଁ, ଯେପରି ମୁଁ ଅନ୍ୟ ଲୋକର ମୂଳଦୁଆ ଉପରେ ନ ଗଡ଼େ, ଏଥି ନିମନ୍ତେ ଯେଉଁ ସ୍ଥାନରେ ଖ୍ରୀଷ୍ଟଙ୍କ ନାମ ଉଚ୍ଚାରିତ ହୋଇନାହିଁ, ଏପରି ସ୍ଥାନରେ ସୁସମାଚାର ପ୍ରଚାର କରିବା ପାଇଁ ମୁଁ ଲକ୍ଷ୍ୟ କରି ଆସିଅଛି। এই ବାକ୍ୟ ବର୍ତ୍ତମାନ ଲୋକମାନେ ଲାଗୁ କରୁନାହାନ୍ତି, ଶିକ୍ଷକମାନେ ଲାଗୁ କରୁନାହାନ୍ତି ବା ସେବକମାନେ ଲାଗୁ କରୁନାହାନ୍ତି। କାରଣ ଯେଉଁ ଜାଗାରେ ଲୋକମାନେ ଅଛନ୍ତି ସେଇ ଜାଗାକୁ ଦୁଇ ଭାଗ କରୁଛନ୍ତି। ସେଇ ପ୍ରକାର ସେବକମାନଙ୍କ ଠାରୁ ସାବଧାନ, କାରଣ ସେମାନେ ରାତ୍ରି ସମୟରେ ଚୋରି ଚୋରି ଆସିବେ, ଲୁଚି ଲୁଚି ଆସିବେ। ପ୍ରଭୁଙ୍କର ପ୍ରିୟ ଲୋକମାନେ এই ପ୍ରକାର ସେବକମାନଙ୍କ ଠାରୁ ମଧ୍ୟ ସାବଧାନ। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ ବାଇବଲରେ ଦୁଇଟି ଯୀଶୁ ଅଛି, ଦୁଇଟି ଅନ୍ୟ ଭାଷା ଅଛି, ଦୁଇଟି ସୁସମାଚାର ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ। ଏବଂ ଆଉ ଗୋଟିଏ ବିଷୟ ମଧ୍ୟ କହିବା ପାଇଁ ଚାହେଁ, ଆଶ୍ଚର୍ଯ୍ୟକର୍ମ ପ୍ରଭୁଙ୍କର ପ୍ରିୟ ଦାସ ପାଉଲଙ୍କର ଦ୍ୱାରା ଶେଷ ଆଶ୍ଚର୍ଯ୍ୟକର୍ମ ହୋଇଅଛି। ଆପଣମାନେ ପ୍ରେରିତ ପୁସ୍ତକରେ ଯଦି ଦେଖିବେ ତାହେଲେ ସେଇ ଜାଗାରେ ଲେଖାଯାଇଅଛି। କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରୁଛନ୍ତି, ଲୋକମାନଙ୍କୁ ତଳକୁ ଦେଉଛନ୍ତି, ତୁମେ ଆସ ସୁସ୍ଥତା ଆମେ କରିବା, ପ୍ରାର୍ଥନା କଲେ ତୁମେ ସୁସ୍ଥତା ପାଇବ। କିନ୍ତୁ ସେମାନେ ଅସୁସ୍ଥତା ପଡ଼ିଲେ ସେମାନେ ନିଜେ ମେଡ଼ିକାଲକୁ ଯାଆନ୍ତି। ବହୁତ ଫରକ ଅଛି ପ୍ରଭୁଙ୍କର ପ୍ରିୟ ଲୋକମାନେ। ଆପଣମାନଙ୍କ ପାଖରେ ଏତିକି ମାତ୍ର ପ୍ରକାଶ କଲି, ଏହି ପ୍ରକାର ସେବକମାନଙ୍କ ଠାରୁ ଆପଣମାନେ ସାବଧାନ। ଯଦି ଆପଣମାନଙ୍କର ଯଦି କାହାର ଯଦି ପ୍ରଶ୍ନ ଅଛି ତାହେଲେ ଆପଣମାନେ ପ୍ରଶ୍ନ କରନ୍ତୁ, ମେସେଜ କରନ୍ତୁ।